2026 ବର୍ଷର ପ୍ରଥମ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଜାନୁଆରୀ ମାସରେ ପାଖାପାଖି 16 ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ତାଲିକା ପ୍ରକାଶ କରିଛି। ତେବେ ନୂଆବର୍ଷର ପ୍ରଥମ ମାସରେ ପ୍ରାୟ ଅଧା ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ବ୍ୟାଙ୍କ ଛୁଟି ରହିବ। ବ୍ୟାଙ୍କ ଛୁଟି ପ୍ରାୟତଃ ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଉପରେ ଆଧାରିତ ହୋଇଥାଏ, ତେଣୁ ଛୁଟି ତାରିଖ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ। 2026 ଜାନୁଆରୀ ମାସରେ ନୂଆବର୍ଷ, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକ ଏବଂ ଗଣତନ୍ତ୍ର ଦିବସ ସମେତ ଅନେକ ପ୍ରମୁଖ ପର୍ବ ପାଳନ କରାଯିବ। ଏହି ଛୁଟିଗୁଡ଼ିକ ପାଇଁ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କ ସେବା ବନ୍ଦ ରହିବ। 1 ଜାନୁଆରୀ ଗୁରୁବାର ନୂଆବର୍ଷ ପାଇଁ ଆଇଜଲ, ଚେନ୍ନାଇ, ଗ୍ୟାଙ୍ଗଟକ୍, ଇମ୍ଫାଲ, ଇଟାନଗର, କୋହିମା, କୋଲକାତା ଓ ଶିଲଂରେ ବ୍ୟାଙ୍କ ଛୁଟି ରହିବ। 2 ଜାନୁଆରୀ ଶୁକ୍ରବାର ଆଇଜଲ ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ। 3 ଜାନୁଆରୀ ଶନିବାର ହଜରତ ଅଲି ଜୟନ୍ତୀ ପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ। 12 ଜାନୁଆରୀ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକ ପାଇଁ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ। 14 ଜାନୁଆରୀ ମକର ସଂକ୍ରାନ୍ତି, ମାଘ ବିହୁ ପାଇଁ ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, ଇଟାନଗରରେ ବ୍ୟାଙ୍କ ବନ୍ଦ ରହିବ। 15 ଜାନୁଆରୀ ଗୁରୁବାର ବେଙ୍ଗାଲୁରୁ, ଚେନ୍ନାଇ, ଗ୍ୟାଙ୍ଗଟକ୍, ହାଇଦ୍ରାବାଦ, ବିଜୟୱାଡାରେ ପୋଙ୍ଗଲ ପାଇଁ ବ୍ୟାଙ୍କ ବନ୍ଦ ରହିବ। 16 ଓ 17 ଜାନୁଆରୀ ଚେନ୍ନାଇରେ ବ୍ୟାଙ୍କ ବନ୍ଦ ରହିବ। 23 ଜାନୁଆରୀ ଶୁକ୍ରବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଇଁ ତ୍ରିପୁରା, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ। 26 ଜାନୁଆରୀ ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।